ମୁଁ ତାର ବଡ଼ ଭଉଣୀ। ଏ ଗନ୍ଧ ହେଲା ବୋଲି ମୁଁ ଆସିଲି ଘରକୁ ଦେଖିବା ପାଇଁ। ମୁଁ ଜଣେ ଫୋନ୍ କରି କହିଲେ, ସେ ଆସିଥିଲେ। ସେ ଲାଇନ୍ କାମ କରେ, ସେ ଲାଇନ୍ କାମ ବାଲା ଆସିଥିଲା ଏଠିକି ଦେଖିବା ପାଇଁ। ସେ ସେଇଠୁ ମୋତେ ମୋ ନମ୍ବର କେଉଁଠୁ ପାଇ ଫୋନ୍ କରିଥିଲା। ମୁଁ ସେଇଠୁ ତାପରେ ଆସିଲି 9ଟା ସୁଦ୍ଧା ଆସିକି ଦେଖିଲା ବେଳକୁ ଗନ୍ଧ ହେଉଛି। ତାପରେ ପୋଲିସ ସବୁ ଆସିଥିଲେ, କିନ୍ତୁ ତଳି ଫଳି ତ ପକେଇଥିଲା ବିଲରେ। ସେ ଲାଇନ୍ କାମ କରେ, ଚାଷ କାମ କରେ। ଚାଷ ଗୋଟିଏ ପୁଅ, ସିଏ ଚାଷ କାମ କରେ। ସେ ଆଜ୍ଞା ଚାଷ କାମ କରେ, ଚାଷ ତାର ମୁଖ୍ୟ। ତଳି ପକେଇଥିଲା, ତଳି ଫଳି ବୋଧେ ଧୋଇ ଯାଇଛି, ସେଥିରେ ଡିପ୍ରେସନ୍ ହେଇପାରେ କି କେଉଁଟା ମୁଁ ଆଉ ଏତେ ଇଏ କରିପାରୁନି। ସେଇଟା ବି ହେଇପାରେ କି ଆଉ କ'ଣ ହେଇପାରେ, କିନ୍ତୁ ତଳି ଫଳି ପକେଇଥିଲା, ତାର ଧୋଇ ଯାଇଥିଲା ଥରେ, ତାପରେ ସେକେଣ୍ଡ ଥରକ ପୁଣି ପକେଇଥିଲା। ଏଇଠି 2-3 ଦିନ ହେଲାଣି ଆମେ ତାର କୌଣସି ସନ୍ଧାନ ପାଇନଥିଲୁ। କାଲି ସନ୍ଧ୍ୟାବେଳେ ଫୋନ୍ କଲା ଆମ କତୁ, ଏମିତି ଗ୍ୟାସ୍ ହେଉଛି। ଆମେ ସବୁ ଆସି ଏଠି ପହଞ୍ଚିକିରି ଦେଖିଲା ବେଳକୁ ଏମିତି, ଆଉ ତ କବାଟ ଖୋଲି ଯାଇପାରିଲୁନୁ। ଆଜି ସକାଳେ ସାର୍ ଆସିଲା ପରେ କବାଟ ଖୋଲିଲା ବେଳକୁ ରସିରେ ଝୁଲୁଛି। ଏଠି ପଚାରିଲା ବେଳକୁ ଏମାନେ କହୁଛନ୍ତି କ'ଣ ନା ତଳି ପକେଇଥିଲା, ଭୁଆଭୁଇ ହେଇଥିଲେ, ତଳି ଧୋଇ ଯାଇଛି, ଆଉ ତାର ଇଏ ମାଇଣ୍ଡ ସେଟଅପ୍ କରି ରସି ଦେଇଛି। ଆଉ ତଳିକି ଦେଖିକିରି ରସି ଦେଇଛି। ବିଲକୁ ଯାଇଥିଲା, ତଳି ପକେଇଥିଲା। ସେଠୁ ଆସିକିରି ଦେଖିଛି 4-5 ଦିନ ତଳେ ମୁଁ ତାକୁ ଦେଖିଥିଲି ବିଲରେ। ରାସ୍ତାରେ ଅନେଇଥିଲି, କ'ଣ ନା ତଳି ପକେଇଛି, ତଳି ପାଣି ବୁହାଉଛି। ଆଉ ଏଗୁଡ଼ା ମୁଁ ଦେଖିକିରି ରାସ୍ତାରେ ଅନେଇଥିଲି। ଆଉ ଏ କାମ ଭାବୁଛି ସେଇ ତଳି ଫଳି ଧୋଇ ଯାଇଛି, କ'ଣ କରିଛି, ଭଲ ମନ୍ଦ କରିଛି, କି ସେଇ ଚିନ୍ତାଧାରା କରିକିରି ଆତ୍ମହତ୍ୟା କରିଛି। ଆଉ